जय जगन्नाथ आपण प्रज्योतिष को स्वागत। सनातन धर्म रे पितृपक्ष को बहुत पवित्र बोली माने ग्रहण करा जाय थाए। यह 16 दिन धरी चले जहाँ श्राद्ध पक्ष बा अपर पक्ष मध्य कुआ जाय थाए। ता सहित महालय मध्य कुआ जाय थाए। एही समय आमे आमर पूर्वज पिता माता पितृ देवता को स्मरण करी तांको पई तर्पण पिंडदान बा श्राद्ध करिथाउ। विश्वास करा जाय ए 16 दिन रे पितृगण पृथ्वी पृष्ठरे अवतरण करथांती और आमर पिंड तर्पण दान धर्म ग्रहण करी आशीर्वाद दे पुणी निज लोक को चली जाइथांती। सेही पितृ पक्ष को नहीं करी गोटे बहुत बड़ पौराणिक कहानी रही। से कहानीटी होची महाभारतर वीरकर्ण मृत्यु पर स्वर्ग को जाइथिले। सेଠାରେ से धन रत्न सुवर्ण सबु पाइले किंतु खाद्य पाइले नहीं। से आश्चर्य ही पचारे मु समस्त जीवन रे दान करिछि ताहेले मते खाद्य काहेकि मिलु नहीं। ताहापरे देवता माने कहले तुम्हें जीवन रे धन और सुवर्ण दान कल किंतु भोजन केबे दान करनथिल। ताहापरे कर्ण प्रार्थना कले तांको पृथ्वी रे 16 दिन पई पठा दिया जाऊ जहारे से भोजन दान करिवे। ताहेले परे से स्वर्ग रे संतुष्ट हेबे। सेही 16 दिन को पितृपक्ष बोली कुहा जाय थाए। जो 16 दिन रे कर्ण पृथ्वी पृष्ठ को आसी करी किछि भोजन दान करथिले। यही 16 दिन पितृपक्ष यही समय भोजन दान तर्पण पिंडदान करने द्वारा पितृ को खुशी करा जाय थाए। पितृपक्ष केवल कर्म अनुष्ठान नुहे एक कृतज्ञता। जड़े माँ जड़े पिता जी आमको ए संसार को आनिचंती सेमानको स्मरण करी गोटे पात्र जल गोटे भात मध्य दान कले पितृगण संतुष्ट होइथांती। ଯେଉଁଭଳି ପିତୃପକ୍ଷରେ ଶ୍ରାଦ୍ଧ ତର୍ପଣ ନାହିଁ ସେଠାରେ ଅଶାନ୍ତି ଅଭାବ ଓ ବାଧା ବୃଦ୍ଧି ପାଏ। ଯେଉଁଭଳି ପିତୃପକ୍ଷରେ ଦାନ ପୁଣ୍ୟ କାର୍ଯ୍ୟ ହୁଏ ସେଠାରେ ସୁଖ ସମୃଦ୍ଧି ସନ୍ତାନ ସଫଳତା ଆସିଥାଏ। ତାହେଲେ ପିତୃପକ୍ଷ ତ ଜାଣିଲେ କ'ଣ ଆପଣ ପିତୃ ଦୋଷ ତାହେଲେ କ'ଣ? ଜନ୍ମ କୁଣ୍ଡଳୀରେ ପିତୃ ଦୋଷ ଥାଇପାରେ। ଯେମିତିକି ପିତୃଦୋଷ ଯଦି ଆପଣଙ୍କ ଜନ୍ମକୁଣ୍ଡଲରେ ରହୁଛି ତାହେଲେ ଆପଣଙ୍କ ବିବାହରେ ବାଧା ଆସିପାରେ। ବିବାହ ବିଳମ୍ବରେ ହୁଏ। ବିବାହ ବହୁତ ସମୟ ଧରି ଚେଷ୍ଟା କଲେ ମଧ୍ୟ ହୁଏ ନାହିଁ। ସନ୍ତାନରେ ସମସ୍ୟା ହୁଏ। ତା ସହିତ ଆପଣ ଟ୍ରାଏ କଲେ ମଧ୍ୟ ସନ୍ତାନ ହେଉନଥିବ। ତା ସହିତ ଧନ ଧାନ୍ୟର ଅଭାବ ରହିଥାଏ। ପରିବାରରେ ଦୁଃଖ କଷ୍ଟ କ୍ଲେଶ ଅସନ୍ତୁଷ୍ଟ ମଧ୍ୟ ଲାଗି ରହିଥାଏ। ଯେତେବେଳେ ଆମେ ପିତୃଙ୍କୁ ସ୍ମରଣ କରୁନାହୁଁ ସେତେବେଳେ ତାଙ୍କର ଆଶୀର୍ବାଦ ଆମକୁ ମିଳେ ନାହିଁ। ସେଥିରୁ ହିଁ ପିତୃଦୋଷ ଆରମ୍ଭ ହୋଇଥାଏ ଆଉ ପିତୃଦୋଷ ଆମକୁ ଲାଗିଥାଏ। ସେଇ ପିତୃଦୋଷର ନିବାରଣର ମାନେ ଉପାୟ ମଧ୍ୟ ରହିଛି। ଯଦି ଆପଣଙ୍କୁ ପିତୃଦୋଷ ଆପଣ ଅନୁଭବ କରୁଛନ୍ତି ଆପଣଙ୍କ ଘରେ ଆପଣଙ୍କୁ ପିତୃଦୋଷ ଲାଗିଛି ତାହେଲେ ଆପଣ ବ୍ରାହ୍ମଣଙ୍କୁ ଭୋଜନ କରିବା ଦ୍ୱାରା ପିତୃଦୋଷ ଦୂର ହୋଇଥାଏ। ତା ସହିତ ଗୋଦାନ କି କୌଣସି ପ୍ରକାର ଯଦି ଆପଣ ଦାନ ମଧ୍ୟ କରୁଛନ୍ତି ଅନ୍ନ ଦାନ ହେଲା ଜଳ ଦାନ ହେଲା ଏସବୁ ଦାନ କଲେ ମଧ୍ୟ ପିତୃଦୋଷ କମି ଆସିଥାଏ। ତା ସହିତ ଆପଣ ପିଣ୍ଡ ଦାନ କଲେ ଶ୍ରାଦ୍ଧ କର୍ମ କଲେ ତର୍ପଣ କଲେ ମଧ୍ୟ ଆପଣଙ୍କର ପିତୃଦୋଷ ଦୂର ହୋଇଥାଏ। ଗୋଦାନ କି ଆପଣଙ୍କୁ ଗୋମାତାକୁ କୌଣସି ଖାଦ୍ୟ ଦବା କି ଆପଣ କୁଆ ହେଲା କାଉ ହେଲା କୁକୁର ହେଲା କି କୌଣସି ଅସହାୟ ବ୍ୟକ୍ତିଙ୍କୁ ମଧ୍ୟ ଆପଣ ଭୋଜନ ଦେବା କୌଣସି ଗରିବ ଅନାଥ ବୃଦ୍ଧଙ୍କୁ ମଧ୍ୟ ଆପଣ ଯଦି ମାନେ ସହାୟତା କରୁଛନ୍ତି ତାଙ୍କୁ ଭୋଜନ ଦେଉଛନ୍ତି କି କୌଣସି ତାଙ୍କୁ ପିନ୍ଧିବା ପାଇଁ ବସ୍ତ୍ର ଅର୍ପଣ ଯଦି କରୁଛନ୍ତି ଦାନ ସ୍ୱରୂପ ଦେଉଛନ୍ତି ତାହେଲେ ମଧ୍ୟ ଆପଣଙ୍କ ପିତୃଦୋଷ କମ ହେଇଯାଇଥାଏ। ଏହିସବୁ କାର୍ଯ୍ୟ କଲେ ପିତୃଦେବତା ସନ୍ତୋଷ ହୁଅନ୍ତି ତାଙ୍କର ଦୋଷ ମଧ୍ୟ କମ ହେଇଯାଇଥାଏ। ପିତୃପକ୍ଷ କେବଳ ଆମର ଗୋଟେ କର୍ମ ନୁହେଁ ଆମର ଏକ ଧର୍ମ। ଆମେ ଯଦି ଆମ ପିତୃଙ୍କୁ ସ୍ମରଣ କରି ତାଙ୍କୁ ସମ୍ମାନ ଦେଇ ତାଙ୍କୁ ପିଣ୍ଡଦାନ କରିବା କି ତାଙ୍କୁ ଆମେ ତିଳ ତର୍ପଣ କରିବା ତାଙ୍କୁ ଆମେ କୌଣସି ଦାନ ଯଦି ଆମେ ଖୁସିର ସହିତ କରିବା ତାହେଲେ ସେମାନଙ୍କ ଆଶୀର୍ବାଦରେ ଆମ ଜୀବନ ସୁଖ ସମୃଦ୍ଧି ସନ୍ତାନ ସଫଳତାରେ ପରିପୂର୍ଣ୍ଣ ହୋଇଥାଏ। ପିତୃପକ୍ଷରେ ସମସ୍ତେ ନିଷ୍ଠା ଭକ୍ତି ଓ କୃତଜ୍ଞତା ସହିତ କାର୍ଯ୍ୟ କରିବା ଉଚିତ। କାରଣ ଏହି କାର୍ଯ୍ୟ କଲେ ଆପଣଙ୍କ ଜୀବନ ସୁଖମୟ ହୋଇଥାଏ ଆଉ ସମୃଦ୍ଧିମୟ ମଧ୍ୟ ହୋଇଥାଏ। आशा करछि भिडियोटी आपको बहुत पसंद आसथिबो। जदि आछि ताहेले ए चैनल को जल्दी करी लाइक शेयर सब्सक्राइब कर दियंतु। नमस्कार।